ଜଗତଟା ବାସ୍ତବିକ ଈଶ୍ୱରଙ୍କର ଲୀଳା। ଆମେ ଈଶ୍ୱରଙ୍କର ଲୀଳାଟାକୁ ବୁଝିବା ଯେତେ ପ୍ରକାର ବୃକ୍ଷ ଆପଣ ଦେଖିବେ ସବୁ ଭିନ୍ନ ଭିନ୍ନ, ତାର ରୂପ ରଙ୍ଗ ଶୁଦ୍ଧି ଗୁଣ, ତାର ସ୍ୱାଦ। ଆମେ ଧର ଏଇ ଜାମୁ କୋଳିଟିକି ଖାଉଛେ, ଇଏ ଗୋଟେ ନିର୍ଦ୍ଦିଷ୍ଟ ଋତୁରେ ଇଏ ଫଳଟି ଆସିବ ଏବଂ ଆପଣ ଖାଇବେ। ଇଏ ଯେକୌଣସି ଋତୁରେ ଇଏ ଫଳିପାରିବ। କିନ୍ତୁ ମନୁଷ୍ୟ ଏକମାତ୍ର ଜୀବ ଯିଏ କିଛି ମାନିବନି, ନିୟମ କାନୁନ କିଛି ମାନିବନି, ଋତୁର ଊର୍ଦ୍ଧ୍ୱକୁ ଚଢ଼ିକିରି ସେ କାମ କରିବାକୁ ଚାହେଁ। ତେଣୁ ମନୁଷ୍ୟ ସେଥିପାଇଁ ତାର ଯେଉଁ ବାସ୍ତବିକ ବ୍ୟବସ୍ଥା, ବାସ୍ତବିକତାରୁ ମନୁଷ୍ୟ ଦୂରେଇବ। ଏଇଟା ହେଉଛି ତାର ମୂଳ କଥା। ଏବଂ ଯଦି ଆମେ ଈଶ୍ୱରଙ୍କର ସମସ୍ତ ନୀତି ନିୟମକୁ ଅନୁକରଣ କରିବା, ରୋଗ ହେବନି। ପ୍ରଥମ କଥା, ଈଶ୍ୱରଙ୍କର ନୀତି ନିୟମକୁ ଅନୁକରଣ କରୁଥିବା ବ୍ୟକ୍ତିକୁ ରୋଗ। କାହିଁକି? ସନ୍ଧ୍ୟା ପରେ କେବଳ ଦୀପଦାନ କରାଯାଇପାରିବ, ଆଉ କୌଣସି ଦାନ ନାହିଁ, ଏପରିକି ଅନ୍ନ ଦାନ ନାହିଁ। ଆଜି ଯୁଗରେ ଆମେ ବିଳମ୍ବିତ ରାତ୍ରିରେ ଜୀବ ହତ୍ୟା କରି ମାଂସ ଖାଉଛେ। ବିଳମ୍ବିତ ରାତ୍ରିରେ ନିଶାର୍ଦ୍ଧରେ ବିବାହ କାର୍ଯ୍ୟକ୍ରମ, ମାଙ୍ଗଳିକ କାର୍ଯ୍ୟକ୍ରମ, ଯେଉଁଥିରେ ମାଙ୍ଗଳିକ କାର୍ଯ୍ୟକ୍ରମ କହୁଛେ, ମଙ୍ଗଳ କାର, ଯେଉଁଥିରେ ଆମେ ହତ୍ୟା କରୁଛୁ, ଜୀବ ହତ୍ୟା କରୁଛୁ। କୁକୁଡ଼ା, ଛେଳି, ନାନା ପ୍ରକାରର ମାଂସ ମାଛରେ ଆମେ ଖାଉଛୁ, ଯେଉଁଟା ବଦହଜମି ହେଉଛି। ଏବଂ ଆମର ଖାଦ୍ୟ ନାଳୀଟି ଏପରି ଭାବରେ ପ୍ରଭୁ ନିର୍ମାଣ କରିଛନ୍ତି, ସେଥିରେ କେବଳ ଅତ୍ୟନ୍ତ ସୂକ୍ଷ୍ମ ଖାଦ୍ୟ ଯାହା ସହଜରେ ଜୀର୍ଣ୍ଣ ହେବ ଏବଂ ସରଳ ଭାବରେ ଯାଇକି ପାକସ୍ଥଳୀରେ ପହଞ୍ଚିବ। କିନ୍ତୁ ମାଂସ ଖାଇବା ଦ୍ୱାରା ଆମର ପାକସ୍ଥଳୀରେ ସବୁ ଛିଦ୍ର ହୁଏ, ସେ ଛିଦ୍ର ଗୁଡ଼ିକ ଘା ହୁଏ, ଅଲସର, ତା ଦେହରୁ କ୍ୟାନ୍ସର, ତା ଦେହରୁ ବଦହଜମି। ସେଥିରୁ ଆମର ହଜମ କରିବା, ମାଂସ ହଜମ କରିବାର ଶକ୍ତି ଆମ ପାଖେ ନାହିଁ ଏବଂ ତାକୁ ମଳତ୍ୟାଗ କରିବା ବେଳେ ମଧ୍ୟ ବହୁତ କଠିନତା ସୃଷ୍ଟି ହୁଏ, ଯେଉଁଥିରୁ କୋଷ୍ଠକାଠିନ୍ୟ ଦୋଷ ସୃଷ୍ଟି ହୁଏ ଏବଂ ଆମେ ମଳକଣ୍ଟକ, ଅର୍ଶ, ଭଗନ୍ଧ ପରି ରୋଗରେ ପୀଡ଼ିତ ହେଉ। ଈଶ୍ୱରଙ୍କର ସୃଷ୍ଟି ହେଉଛି, ଆମେ ହେଉଛୁ ଶାକାହାରୀ। ଶାକାହାରୀ ଅର୍ଥ ତୃଣ, ଘାସ ଜାତୀୟ। ତେଣୁ ଆମ ପାଇଁ ପ୍ରଭୁ ଅତି ଚମତ୍କାର ଭାବରେ ଧାନ ବୋଲି ଗୋଟିଏ ବୃକ୍ଷ ଆମକୁ ଦେଲେ। ସେଇଟା ଓଡ଼ିଶାର ପ୍ରଥମେ କୋରାପୁଟରେ ଆଦିମ ମଣିଷ ମାନେ, ଆଦିବାସୀ ମାନେ ଧାନ ଚାଷ କରୁଥିଲେ। ଯେତେବେଳେ ଭାରତ ବର୍ଷକୁ ବିଦେଶୀ ମାନେ ପ୍ରବେଶ କଲେ, ସେତେ ବହୁ ପୂର୍ବେ, ମୋଗଲ ପୂର୍ବରୁ ଯେତେବେଳେ ଆସିଲେ, ସେତେବେଳେ ଆରିସ ଗୋଟେ ଗୋଷ୍ଠୀ ଏଠି ଉପସ୍ଥିତ ହେଲେ। ସେମାନେ ଚାଉଳରୁ ନାନା ପ୍ରକାରର ଦ୍ରବ୍ୟ ଏବଂ ତାର ବିକାଶ କିପରି ହେବ ସେ ଦାୟିତ୍ୱ ନେଇଥିଲେ ଏବଂ ଧାନ ସମଗ୍ର ପୃଥିବୀରେ ବ୍ୟାପିଥିଲା। ଯେଉଁ ଧାନରୁ ଆମେ ସରୁ ଧାନ ଯେମିତି ଅଛି, ଭୁତିଆ, କଲମ, ରାଜଭୋଗ, ଗୋପାଳ ଭୋଗ, କାକୁଡ଼ି ମଞ୍ଜି, ନାନା ପ୍ରକାରର ଧାନ, ଆମର ଶାରଦ, ବଡ଼ ଧାନ, ଛୋଟ ଧାନ, ନାନା ପ୍ରକାରର ଧାନର କିସମ ଅଛି। ଯେଉଁ କିସମରୁ ଗୋଟେ ଅଛି ପଦ୍ମକେଶରୀ। ପଦ୍ମକେଶରୀ ଧାନ ଯଦିଓ ବଡ଼ ଧାନ, ସିଏ ଏତେ ସହଜରେ ଅଳ୍ପ ଦିନରେ ନୁହଁ, 3 ମାସ 90 ଦିନ ତାର ସମୟ, ସେଥିରେ ସେ ପାଚିବ ଏବଂ ଅତ୍ୟନ୍ତ ଛୋଟ ଛୋଟ ଥାଏ। ତାକୁ ଅରୁଆ ଭାବରେ ସଂଗ୍ରହ କରାଯାଏ ଚାଉଳ, ଏବଂ ସେ ଚାଉଳରୁ ଆମର ଅମହଣିଆ ବୋଲି ଆମେ ଯାହାକୁ କହୁ, ଅମୃତମଣହି ଭାବରେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ସରୁ ଧାନ, ପଦ୍ମକେଶରୀ ପରି, କାକୁଡ଼ି ମଞ୍ଜି ପରି, ଗୋପାଳ ଭୋଗ, ରାଜଭୋଗ ପରି ଚାଉଳରୁ ନିର୍ମାଲ୍ୟ ମହାପ୍ରସାଦ ତିଆରି ଏବଂ ପ୍ରଭୁଙ୍କୁ ସମର୍ପଣ କରାଯାଏ।
ଆମେ ପ୍ରଥମେ ବୁଝିବା ଦରକାର ଯେ ଆମେ ଆଧ୍ୟାତ୍ମିକ ଜଗତକୁ ପ୍ରବେଶ କରିବା ପୂର୍ବରୁ ପ୍ରଥମେ ଆମେ ଆମର ଇନ୍ଦ୍ରିୟ ମାନଙ୍କୁ ସନ୍ତୁଷ୍ଟ କରି ଶାନ୍ତ କରି ଗୋଟେ ନିର୍ଦ୍ଦିଷ୍ଟ ଦିଗରେ ଗତି କରିବା। ସେ ଦିଗଟି କଣ ନା ଆଧ୍ୟାତ୍ମିକ ଦିଗ। ସେ ଆଧ୍ୟାତ୍ମିକ ଦିଗରେ କଣ ଆମକୁ ମିଳିବ ନା ଶାସ୍ତ୍ର ଅନୁଯାୟୀ, ଶାସ୍ତ୍ରର ନୀତି ନିୟମ ଅନୁଯାୟୀ ଆମକୁ ପାଳନ କରିବାକୁ ହେବ ସମସ୍ତ ଧର୍ମ। ଶାସ୍ତ୍ର ଆମକୁ ନିର୍ଦ୍ଦେଶ କରୁଛି ଜୀବ ହତ୍ୟା ମହାପାପ, ତେଣୁ ଆମେ ଜୀବ ହତ୍ୟା କରିବା ନାହିଁ। ଏଇଟା ପ୍ରଥମେ ଶିଖିଲେ ଜଣେ ଆପଣ ଧାର୍ମିକ ହେବେ ବା ଆଧ୍ୟାତ୍ମିକ ହେବେ। ଯଦି ଆପଣ ଜୀବ ହତ୍ୟା କରିବେ, ଆମିଷ ଖାଇବେ, ପରଧନ ଲୁଟପାଟ କରିବେ, ପର ନାରୀ ହରଣ କରିବେ, କାମିନୀ କାଞ୍ଚନରେ ମତ୍ତ ରହିବେ ଏବଂ ସ୍ୱାର୍ଥ ପାଇଁ ଯାହା ତାହା ନିଷ୍ପତ୍ତି ନେଇଯାଇପାରିବେ, ଆଧ୍ୟାତ୍ମିକତା ଧାର୍ମିକ କାର୍ଯ୍ୟକ୍ରମ ହବ ନାହିଁ। ଏବଂ ଦେବତୁଲ୍ୟ ବ୍ୟକ୍ତି ହେବା ପାଇଁ ହେଲେ ଏସବୁ ଛାଡ଼ିବାକୁ ହବ, ନହେଲେ ଆପଣଙ୍କୁ ରାକ୍ଷସ ତାଲିକାରେ ଅନ୍ତର୍ଭୁକ୍ତ କରାଯିବ। ଏବଂ ପଶୁ ପ୍ରବୃତ୍ତି ସମସ୍ତଙ୍କ ପାଖରେ ଆମର ରହିଛି, ତେଣୁ ସେ ପଶୁ ପ୍ରବୃତ୍ତିରୁ ନିବୃତ୍ତ ହେବା ପାଇଁ ଶାସ୍ତ୍ର ଆମକୁ ଯୋଉ ମାର୍ଗଦର୍ଶନ କରିବେ, ସେଇ ମାର୍ଗଦର୍ଶନ ଅନୁସାରେ ଆମକୁ ଯିବା। ତେଣୁ ଶାସ୍ତ୍ରରୁ ଆମେ ଯାହା ଜାଣିଲୁ ଯେ ଦେବତା ମାନଙ୍କ ପାଇଁ ପତ୍ର ପୁଷ୍ପ ଫଳ ଜଳ ଯୋ ଭକ୍ତା ପ୍ରୟଚ୍ଛତି ଅହମ ଅନୁଶାସୀ, ଏକଥା ଶ୍ରୀମଦ୍ ଭଗବତ ଗୀତା ନବମ ଅଧ୍ୟାୟ 26 ଶ୍ଲୋକରେ ଭଗବାନ କହିଛନ୍ତି ଯେ ପତ୍ର ପୁଷ୍ପ ଫଳ ଜଳ ଅନୁଯାୟୀ ମତେ ଯିଏ ପତ୍ର ପୁଷ୍ପ ଫଳ ଜଳ ଦେବେ, ତୁଳସୀ ପତ୍ରଟିଏ, ଗଙ୍ଗା ଜଳ, ତୁଳସୀ ପତ୍ର, ପଦ୍ମ ଫୁଲ ଏବଂ ଫଳରେ ଶ୍ରୀଫଳ, ଏତିକି ଯିଏ ମତେ ସମର୍ପଣ କରିବେ, ମୁଁ ତାକୁ ଆଦର ସହକାରେ ଗ୍ରହଣ କରିବି। ଏବଂ ତାକୁ ଯଦି ଆମେ ଆହୁରି ଟିକେ ସୂକ୍ଷ୍ମାତୀତ ସୂକ୍ଷ୍ମ ଚେତନାକୁ ଯିବା, ସ୍ଥୂଳ ଜଗତରୁ ମୁକ୍ତ ହେଇ ଆମେ କାର୍ଯ୍ୟ କରିବା, ତାହେଲେ ଅଶ୍ରୁ ଜଳ, କର ପତ୍ର, କର୍ମ ଫଳ, ଭକ୍ତି ପୁଷ୍ପ, ତାକୁ ଆମେ ଭଗବାନଙ୍କୁ ସମର୍ପଣ କରିପାରିବୁ। ଯୋଉଠି ମୁନି ଋଷି ମାନେ ବସୁଛନ୍ତି, ପରମ ବ୍ରହ୍ମ ପରମ ପିତାଙ୍କୁ ଆରାଧନା କରୁଛନ୍ତି, ସେଠି ସେ ସ୍ଥୂଳ ଜଗତର ସ୍ଥୂଳ ମୂର୍ତ୍ତି, ସ୍ଥୂଳ ଉପାସନା ବା କାମନା ଯୁକ୍ତ ଉପାସନା, କାମନା ବାସନା ରହିତ ଯେହେତୁ ସେ କାର୍ଯ୍ୟ କରନ୍ତି, ସେ କାମନା ଉପାସନା କରନ୍ତି ନାହିଁ। ତେଣୁ ସ୍ଥୂଳ ମୂର୍ତ୍ତି ଏବଂ ସ୍ଥୂଳ ନୈବେଦ୍ୟ ତାକୁ ସେ ଅର୍ପଣ ନ କରି କେବଳ ଭିତରେ ଶ୍ରଦ୍ଧାବାନ ଲଭେତ ଜ୍ଞାନ ତତ୍ପର ସଙ୍ଗେ, ଶ୍ରଦ୍ଧାର ସହିତ ଆମେ ଯଦି ଶୁଣିବୁ ଆମର ଜ୍ଞାନାର୍ଜନ ହବ। ଏବଂ ଜ୍ଞାନ ହିଁ ଈଶ୍ୱର ତତ୍ତ୍ୱ, ଶାସ୍ତ୍ର କଥା, ଯୋଉ ଶାସ୍ତ୍ର ଆମକୁ ଆମର ଆସିଥିବା ଜାଗାରୁ ଫେରେଇ ନବ। ଆମେ ଯୋଉଠୁ ଆମର ଉତ୍ସ, ଯୋଉଟା ଆମେ ଯୋଉଠୁ ଆସିଛୁ, ଯୋଉ ପରମ ବ୍ରହ୍ମ ପରମ ପିତାଙ୍କ ପାଖରୁ ଆମେ ଆସିଛୁ, ସେ ପରମ ବ୍ରହ୍ମ ପରମ ପିତାଙ୍କ ପାଖକୁ ଫେରି ଯିବା ପାଇଁ ଆମେ ଯୋଉ ମାୟା ସଂସାର ବିଷ୍ଣୁ ମାୟାରେ ପଡି ଛନ୍ଦି ହେଇଛୁ, ସେ ବିଷ୍ଣୁ ମାୟାରୁ ପ୍ରଥମେ ମୁକ୍ତି ହେବାକୁ ପଡିବ। ବିଷ୍ଣୁ ମାୟାରୁ ମୁକ୍ତ ହେଲା ପରେ ଆମେ ବିଷ୍ଣୁ ମାୟାରୁ ମୁକ୍ତି ଏତେ ସହଜରେ ବି ଆମେ ହେଇପାରିବାନି। ଏ କଥା ମୁହଁରେ କହିବା ଏବଂ କାର୍ଯ୍ୟରେ ପରିଣତ କରିବା ଇଏ ବହୁତ କଷ୍ଟସାଧ୍ୟ କଥା। ଏବଂ ଆମର ଯେତେବେଳେ ବିଷ୍ଣୁ ମାୟା ଆମକୁ ଗ୍ରାସ କରିଛି, ସମଗ୍ର ବ୍ରହ୍ମାଣ୍ଡ ହଉଛି ବିଷ୍ଣୁଙ୍କର ଏକ ଲୀଳା ଖେଳା ଏବଂ ମାୟା, ସେଥିରୁ ଆମକୁ ମୁକ୍ତ ହେବା ପାଇଁ ହେଲେ ଆମକୁ ଗୋଟିଏ ତତ୍ତ୍ୱ ଦରକାର। ସେ ତତ୍ତ୍ୱ ହଉଛି ଗୁରୁ ତତ୍ତ୍ୱ। ଯଦି ସଦ୍ଗୁରୁ ଆମକୁ ପ୍ରାପ୍ତ ହେବ, ତତ୍ତ୍ୱଗୁରୁ ଆମକୁ ପ୍ରାପ୍ତ ହେବ, ଦିବ୍ୟତା ଆମକୁ ପ୍ରାପ୍ତ ହବ, ଆମେ ଦିବ୍ୟ ଚେତନାରେ ପ୍ରଲୁବ୍ଧ ହବୁ, ତନ୍ମୟ ତଲ୍ଲୀନ ହବୁ, ତେବେ ଆମକୁ ଏଇ ଯୋଉ ମାୟା ସଂସାର ଆମେ ବୁଝିଯିବା ଦରକାର ଯେ ଏ ସବୁ ସଂସାର ରହିବ ନା।